ତାହେଲେ କୃଷ୍ଣ ନାରାୟଣଙ୍କୁ ଆନନ୍ଦ ଦେବା ପାଇଁ ସେଦିନ ଆୟୋଜନ ହେଲା ରମ୍ୟ ବୃନ୍ଦାବନରେ ବଣଭୋଜି। ଅମୃତ ତୁଲ୍ୟ ଖାଦ୍ୟ ଆନନ୍ଦ ମନରେ ଖାଇ ପିଇ ମଧ୍ୟାହ୍ନ ସମୟରେ ଶୋଇଛନ୍ତି ବୃନ୍ଦାବନରେ। ସବୁ ଗୋପୀ ଗୋପାଳ ମାନେ ଶୋଇଛନ୍ତି। ଭଗବାନ ବିଚାର କଲେ, କହିଲେ ଇଏ ଗୋପାଳ ମାନେ କୋଉ ଜନ୍ମରେ କି ପୁଣ୍ୟ କରିଥିଲ ତୁମେ ଭାବୁଛ ମୁଁ ଠାକୁର ବୋଲି ଭାବୁନା। ହଉ ମାନିବାକୁ ପଡିବ ତୁମ ପୁଣ୍ୟ। ମତେ ଧ୍ରୁବ, ପ୍ରହ୍ଲାଦ, ନାରଦ କେତେ କେତେ ଋଷିମୁନି ମାନେ ତପସ୍ୟା କରି କରି ହୁଙ୍କା ପାଲଟି ଯାଉଛନ୍ତି, ପାଉନାହାନ୍ତି। କାଲି ଗୋଟେ ଗୋପାଳ ମତେ କେନ୍ଦୁବାଡି ଧରିକିରି ଗୋଡଉଛି ବାଡେଇବ। ମୂର୍ଖ ଭଳିଆ କଥା ତ କୃଷ୍ଣ ଚିନ୍ତା କରୁଛନ୍ତି। ଗୋପାଳୁଣୀ କହୁଛି ମୋ ଘରୁ ପଶିକିରି ଚୋରି କଲା, ଚୋରକୁ ଧର। ଆଜି ଯଦି ତୁମେ ଗୋପାଳ ଗୋପାଳୁଣୀ ମତେ ନାରାୟଣ ନ ଡାକିଛ ମୁଁ ତାଙ୍କୁ ଦେଖିବି। କି ପୁଣ୍ୟ କରିଥିଲେ ଗୋପାଳ ପରିବାରର ଲୋକ। ଭଗବାନ ଆଜି ତାଙ୍କ ଘରେ ଜନ୍ମ ନେଇଛନ୍ତି। ସେ ଜାଣୁଛନ୍ତି ଭଗବାନ ହଉଛନ୍ତି ଆମର ଭାଇ, ଆମର ପୁଅ। ସେ ଭଗବାନ ବୋଲି ଡାକୁଛନ୍ତି। ଯେତେବେଳେ ରମ୍ୟ ବୃନ୍ଦାବନରେ ନିରୀହ ସରଳ ଯୋଗ୍ୟ ଯୋଗ୍ୟା ଗୋପାଳ ଗୋପାଳୁଣୀ ମାନେ ପବିତ୍ର ଅମୃତ ଖାଇ ଶୋଇ ପଡିଛନ୍ତି। ସେତିକି ବେଳେ ହେଲା କଣ? କହିଲା ରମ୍ୟ ବୃନ୍ଦାବନେ ଲାଗିଲା ଗଲା ସମସ୍ତ ନିଦ୍ରା। ଠିକ ମଧ୍ୟାହ୍ନ ସମୟରେ ବୃନ୍ଦାବନରେ ନିଆଁ ଲାଗିଗଲା। ଘୋର ଦାବାନଳରେ ଜଳୁଛି ଆଜି ବୃନ୍ଦାବନ। ଆପଣ ମାନେ ଆଶ୍ଚର୍ଯ୍ୟ ହେବେ, ନିଆଁ ଲାଗିଲେ ଗୋଟେ ପଟରୁ ଲାଗିବା କଥା। ଇଏ କିନ୍ତୁ ଏମିତି କାଇଦାରେ ନିଆଁ ଲାଗିଛି, ବୃନ୍ଦାବନ ଚାରିପଟ ଯାକ ନିଆଁ ଲାଗିଛି। ଗୋଟେ ପଟ ଲାଗିଲେ ସେ ଆର ପଟକୁ ଦୌଡ଼ିକିରି ପଳେଇବେ। ଇଏ ଯେତେବେଳେ ନିଆଁ ଲାଗି ଯାଇଛି, ଉତ୍ତପ୍ତ ନିଦ୍ରା ଭାଙ୍ଗି ଯାଇଛି। ଗୋପୀ ଗୋପାଳ ମାନେ ଜୀବନ ରକ୍ଷା କରିବାକୁ ଯେତେବେଳେ ଦୌଡନ୍ତି, ଦେଖିଲୁ ଏପଟେ ନିଆଁ, ସେପଟେ ନିଆଁ, ଚାରିପଟେ ନିଆଁ। ନିଆଁ ମାଡ଼ି 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 ଆସୁଛି। ଗୋପୀ ଗୋପାଳ ମାନେ ଉପାୟ ଶୂନ୍ୟ ହୋଇ ସବୁ ଗୋପୀ ଗୋପାଳ ଉର୍ଦ୍ଧକୁ ହାତ ଟେକିକିରି ମଉସା ସେଇଦିନ ମାନିଲା। ଆଉ କେନ୍ଦୁବାଡି ଧରି ଗୋଡେଇବ ତାକୁ? ସେଇଦିନ ମାନିଲେ। କଣ କହିଲେ? କହିଲେ କୃଷ୍ଣ କୃଷ୍ଣ ନାରାୟଣ ହେ ରାମ ମିତ ବିକ୍ରମ ଇଏ ସହ ଘୋର ତମ ବହ୍ନି ତାପ କାନ ଗ୍ରସ ଦେହୀନ। ପୁଅ ଆରେ ଇଏ ପୁଣି କଣ ବଢିଆ ଟାଣିଲା। ଆସିକି ବାଗେଇଲେ, ଆସିକି ବାଗେଇଲେ, ବଢିଆ ଟାଣିଲା। ବାପା ଆଉ ହାତ ମରାନ ନା। ଅପରେଟର ଯିଏ ଗୋଟେ କମ୍ପ୍ୟୁଟର ଇଏ ସେତେବେଳେ ଯୋଉ ଏଡିଟିଆ ମେସିନ ଲାଗୁଥିଲା ଏମିତି କରିଦଉଥିଲେ, ସିଏ ହବ ନାଇଁ ବାପା। ଆଉ ଆପଣ ନିଜେ ସ୍ୱୀକାର କରନ୍ତୁ, ସବୁଠାରୁ ପାଲାରେ ବଜେଇବା କଷ୍ଟ ନା ନାହିଁ? ଭାରି କଷ୍ଟ। ସାରା ଓଡିଶାରେ ଏ ଜାଗାରେ ମାଇକି ଅପରେଟର ନହେଲେ ହାତ ମାରି ପାରିବେ। ସେ ପୁଅ କୁଆଡେ ଗଲା? ଖାଲି ମୋ ପ୍ରାଣକୁ ନେଇଛି ସେ, ଖାଲି ମୋଡିଲା, କିଛି ହେଲାନି। ବାପା ଆଉ ହାତ ମାର ନା, ପୁରା ରେଡି, ଆଉ ଚିନ୍ତା ନାହିଁ। ଏଠି ଯେତିକି ଆପଣ ମାନେ ବସିଛନ୍ତି, ଉପରକୁ ହାତ ଟେକି ଡାକିଲେ ହେ କୃଷ୍ଣ ନାରାୟଣ। ମାଇକି ଠିକ ହେଲେ କାହୁଁ ବଳ ଆସିବ। ମାଇକି ଏପଟ ସେପଟ ହେଲେ 6 ମାସର ପରମାୟୁ 3 ମାସରେ ଶେଷ। ସକାଳକୁ ଉଠି ପାରିବନି। ତୁ ଝାଡା ହଉଛୁ ଏଠି କାହିଁକିରି? ମୁଁ ସବୁବେଳେ ସବୁଦିନେ କହୁଛି ଆଜ୍ଞା ଡାଲି ପାଣିଆ କର। ଇଏ ଅବସ୍ଥା, ଇଏ ମରିଯିବ ଝାଡା ହେଇ ଅଣନିଶ୍ୱାସୀ ହେଇ ଖାଉଛି। ଆଜ୍ଞା ଆସିବ ଆସ। ଦିନ କୃଷ୍ଣଙ୍କର ଆସିବ, ଅଭିମନ୍ୟୁଙ୍କର ଆସିବ, ଆପଣଙ୍କର ଖୋର୍ଦ୍ଧା ଜିଲ୍ଲାର
ଓହୋ କାଇଁ ବହକାଉଛ? ଆପଣଙ୍କର ଖୋର୍ଦ୍ଧା ଜିଲ୍ଲାର ଏ ବିଷୟରେ କାହାର ଆସେ ଜାଣିନୁ? କାହାର ଆସେ? ଭକ୍ତ କବି କିଏ? ଇରେ ତୋ ଯୋଉ ଭକ୍ତ ଚରଣ ଦାସ ହଁ ଆସିବ। ସେଇ ଯାଏ ଗଲେ ମଉସା ଆପଣ ବସନ୍ତୁ। ପୁଅ ମୁଁ ଗୋଟେ ଦିନ କୃଷ୍ଣଙ୍କ ବିଷୟରେ କହିଥିଲି ରାଜ ଦରବାରରେ କେମିତି ଶୁଖିଲା ତାଳ ପତ୍ରରୁ ରସ ନିଗିଡି ଗଲା, ରାଜା ଲମ୍ବ ହେଇ ପଡିଲେ। ଛୋଟିଆ କବି ନୁହନ୍ତି ମୋ ଭାଇ ବାପା, ର ପାଟି କରନା। ତେଣୁ ମୋ କହିବାର ତାତ୍ପର୍ଯ୍ୟ ଏଠି ସବୁ ଗୋପୀ ଗୋପାଳ ମାନେ ଉପରକୁ ହାତ ଟେକି ଦେଲେ, କହିଲେ କୃଷ୍ଣରେ ତୁମେ ହଉଛ ନାରାୟଣ, ତୁମ ବଡ ଭାଇ ବଳରାମଙ୍କ ବାହୁରେ ଅପରିମିତ ବଳ, ତୁ ବିନା ଆଉ କେହି ଅଗ୍ନି କି ନିୟନ୍ତ୍ରଣ କରିପାରିବେନି। ଯେତେବେଳେ ଆତ୍ମସମର୍ପଣ କରିଦେଲେ ଗୋପୀ ଗୋପାଳ, ଚାରିପଟେ ବୃନ୍ଦାବନରେ ନିଆଁ ଲାଗିଛି, ପ୍ରଭୁ ଲିଭେଇବେ କେମିତି? ଏ ବାପା ପାଟି କରନା। ଏଡେ ବଡ ଦେଶ ଆମେରିକା ସାରେ ହଠାତ୍ ସେ ନିଆଁକୁ ନିୟନ୍ତ୍ରଣ କରିପାରିଲା? କେତେ କେମିକାଲ ପକେଇଲା, କେତେ କଣ ପକେଇଲା, ସେ ନାକଦମ ହେଇଛି। ଇଏ ବୃନ୍ଦାବନରେ ସେତେବେଳେ ଦ୍ୱାପର ଯୁଗରେ କେମିକାଲ ପକେଇବା ଥିଲା, ଫାୟାର ଷ୍ଟେସନ ଥିଲା, ସେ ନିଆଁକୁ ମୁହୂର୍ତ୍ତରେ କୃଷ୍ଣ ଲିଭେଇବେ। ଯେତେବେଳେ ଗଥ୍ୟ ହେଇ ଗୋପୀ ଗୋପାଳ ମାନେ ଡାକିଲେ ରକ୍ଷା କର ବୋଲି, ଇଏ ସିନା ସଂସ୍କୃତ ଭାଗବତ ଗଲା, ଆମ ଜଗନ୍ନାଥ ଦାସ କଣ ଲେଖିଲେ ବାବୁ? ସବୁ ଗୋପୀ ଗୋପାଳ ମାନେ ଉପରକୁ ହାତ ଟେକିଦେଲେ, କହିଲେ ଇଏ ଗୋକୁଳ ତୋହରି ଶରଣ, ସମସ୍ତେ ଆତ୍ମସମର୍ପଣ କରିଦେଲେ। ଜଗନ୍ନାଥ ଦାସ ଲେଖିଲେ ଗୋକୁଳ ତୋହରି ଶରଣ ରଖ ହେ କୃଷ୍ଣ ନା। ମଉସା ପ୍ରଭୁ ଆଉ ସମ୍ଭାଳି ପାରିବେ? ଭକ୍ତ ଯେତେବେଳେ ଆତ୍ମସମର୍ପଣ କରିବ ପ୍ରଭୁର ସ୍ଥାନ କମ୍ପିବ। ପ୍ରଭୁ କହିଲେ ଇଏ ନିଆଁକୁ କେମିତି ଲିଭେଇବି? ସେଇ ଭାଗବତର ଜଗନ୍ନାଥ ଦାସ କହିଲେ ପକଉଛି ବିଷମ ଟାଙ୍ଗୋ ବଙ୍ଗ ବାଜା ବୁଢା କାଲି ବଜେଇଲା, ଇଏ ବିଷମରେ ବଜେଇଲେ ହବ ନା ଟାଙ୍ଗୋ ବଙ୍ଗରେ କାମ ଅଛି? କହିଲା ଇଏ ଶ୍ରୀକୃଷ୍ଣ ଯୋଗ ମାୟା ବଳରେ, ଶ୍ରୀକୃଷ୍ଣ ଯୋଗ ମାୟା ବଳରେ ଅଗ୍ନି ଗିଳିଲେ କଣ୍ଠ, ମୁହୂର୍ତ୍ତେକରେ ଭଗବାନ କୃଷ୍ଣ ଦେଖିଲେ ଇଏ ଅଗ୍ନି ଜାଳି ପଡି ପାଉଁଶ କରିଦବ। ବିଳମ୍ବ ନ କରି ସେ ଯୋଉ ଘୋର ଅଗ୍ନି ଆଜି ବୃନ୍ଦାବନକୁ ଗ୍ରାସୀ ଥିଲା, ସେ ଅଗ୍ନି କି ସବୁ ଗିଳି ଦେଲେ। ସେ ନିଆଁକୁ ପ୍ରଭୁ ଗିଳିଦେଲେ। ଜଙ୍ଗଲରେ ନିଆଁ ଲାଗିଲେ, ନିଆଁ ଲାଗିଲା ମାନେ ପବନକୁ ଡାକିକିରି ଆଣିବ। ଯେତେ ଜୋରେ ନିଆଁ ଜଳିବ ସେତେ ଜୋରେ ପବନ ହେଲେ ଆହୁରି ଗତି ବଢିବ ଅଗ୍ନିର। ସେ ସବୁତକ ନିଆଁକୁ ଭଗବାନ କୃଷ୍ଣ ନାରାୟଣ ଗିଳି ଦେଲେ। ଜଗନ୍ନାଥ ଦାସ କହିଲେ ଶ୍ରୀକୃଷ୍ଣ ଯୋଗମାୟା ବଳେ ଅଗ୍ନି ଗିଳିଲେ କଣ୍ଠ ନା। ପାଖରେ ଠିଆ ହେଇଥିଲେ ରାଧାରାଣୀ, ଡାକିଲେ କାହ୍ନା। ହଁ କଣ ହେଲା ରାଧେ? ଏ କଣ କଲ ତମେ କାହ୍ନୁ? କଣ ହେଲା ଅଡୁଆ? ଚାରିପଟ ଯାକ ଅଗ୍ନି ଜଳୁଥିଲା, ହଁ ଆମ ଗୋପୀ ଗୋପାଳଙ୍କ ଡାକରେ ସେ ଅଗ୍ନି କି ତମେ ଗିଳିଦେଲ କାହ୍ନୁ। ଆରେ ମୁଁ ଅଗ୍ନି କି ଗିଳିଦେଲି ବୋଲି ତୁମେ ଆଶ୍ଚର୍ଯ୍ୟ ହଉଛ? କେମିତି ହେବେନି? ନା, ମୁଁ ଅଗ୍ନି କି ଗିଳି ନେଇ। କଣ କଲ? ମୁଁ ଅଗ୍ନି କି ଯୋଉଠୁ ଜନ୍ମ କରିଥିଲି ତାରି ଜନ୍ମ ମାଟିରେ ରଖିଦେଲି। ମୁଁ ଅଗ୍ନି କି ଗିଳିନି, ତମେ ଅଗ୍ନି କି ଜନ୍ମ ଦେଇଛ? ମୁଁ ଅଗ୍ନି କି ଯୋଉଠୁ ସୃଷ୍ଟି କରିଥିଲି ସେଇଠି ରଖିଦେଲି। ରାଧାରାଣୀ କହିଲେ ଆପଣ ଅଗ୍ନି କି ସୃଷ୍ଟି କରିଛନ୍ତି ନା? ହଁ ନା, ଅଗ୍ନି କି କୋଉଠୁ ସୃଷ୍ଟି କରିଛନ୍ତି? କୃଷ୍ଣ ଭଗବାନ ବୁଝଉଛନ୍ତି ଯଜୁର୍ବେଦ ପୁରୁଷ ସୂକ୍ତ,
कहला चंद्रमा मनुष्य जात सूर्य चक्षु श्रोता तो वायुश्च मुखा तो अग्निरुजयत कहले हे राधे चंद्रमा चंद्र देखिच से चंद्र मो मनरु सृष्टि सूर्यंकर सृष्टि मो चक्षुरु पवन सृष्टि मो कर्ण गहरु जो अग्नि की गिरी देली बोली तुम आश्चर्य चकित होछ से अग्नि की मु सृष्टि करिछि केमति अग्नि कि मो कंठरु सृष्टि करिछि बास मो कंठरु से अग्नि सृष्टि जेहेतु मो मुखरु मो अग्नि की सृष्टि करिछि मु देखिली जेतबळे ए अग्नि मोर रम्य वृंदावन को जालुची मो गोपी गोपाल मान को जाली दउछि मु से अग्नि की जोठु जन्म देइथली सेठी रखी देली एते कथा काई की कहिली आज्ञा ना आपण माने जानिले गोपी गोपाल माने कृष्ण नारायण कृष्ण को कहिले नारायण